ଆଜି ସେମିତି କିଛି ପ୍ଲାନ୍ ନଥିଲା। ଯେହେତୁ ସଣ୍ଡେ ବ୍ରେକଫାଷ୍ଟଟା ବାହାରେ ହେଇଥିଲା ଆଉ ବହୁତ ସିମ୍ପଲ୍ ହେଇଥିଲା। ମୁଁ ମୋର ନର୍ମାଲ ଚକୁଳିକୁ ତରକାରୀ ଖାଇଥିଲି। ସିଏ ତାଙ୍କର ମୟୂରଭଞ୍ଜର ସିଗ୍ନେଚର୍ ଫୁଡ଼୍ ମାନେ ମୁଢ଼ି ଖାଇଥିଲେ। ଆମେ ତ ନର୍ମାଲି ମୟୂରଭଞ୍ଜିଆ ପ୍ରାୟତଃ ସବୁ ଝିଙ୍କେଶ୍ୱର ମିକ୍ସଚର୍ ଖାଇଥାଉ, କିନ୍ତୁ ଆଜି ଏଇଠି ଏଇ ନୂଆ ମିକ୍ସଚର୍ଟେ ଦେଖିକି ଭାବିଲି ନେଇଯିବା, ତା'ର ଟେଷ୍ଟ କରିବା କେମିତି ତା'ର ଟେଷ୍ଟ ଅଛି। ତାପରେ ଆସି ପହଞ୍ଚି ଯାଇଥିଲୁ ଫର୍ଣ୍ଣିଚର୍ ଦୋକାନରେ। ଘର ପାଇଁ କିଛି ଜିନିଷ ବନେଇବାର ଥିଲା, ତ ତା'ର ଆମେ ଡିଜାଇନ୍ କରୁଥିଲୁ କେମିତି କ'ଣ ବନିବ। ବନି ସାରିଲା ପରେ ମୁଁ ଆପଣଙ୍କୁ ଦେଖେଇବି ଜିନିଷଟି କ'ଣ। ତାପରେ ଆସିଥିଲୁ ଏଇଠି ଟାଙ୍କି ଯେଉଁ ଚୁଲା ଛୋଟ ଛୋଟ ଆସେ ସେଟାକୁ ଗୋଟେ ନେବା ପାଇଁ, ସେଟାକୁ ଗୋଟେ ଧରି ଆମେ ପଳେଇ ଆସିଥିଲୁ ଘର। ବାଟରେ ମିଳିଯାଇଥିଲା ବାବୁଙ୍କୁ ତାଙ୍କର ମନପସନ୍ଦର ମାଛ, ତ ସିଏ ତାକୁ ଆଣି ଭଲ ଭାବରେ ସଫାସଫିରେ ଲାଗି ପଡ଼ିଲେ। ତାପରେ ମୋତେ ଦେଲେ, କହିଲେ ଏଇଟାକୁ ନିଅ ପତ୍ରପୋଡ଼ା ଟିକେ ବନାଅ। ପତ୍ରରେ ତ ପୋଡ଼ିଲାକୁ ଗ୍ୟାସ୍ରେ ଠିକ୍ଠାକ୍ ହେଉନି, ସେଥିଲାଗି ମୁଁ ଏମିତି ଭାବରେ ତାକୁ ବନେଇ ଦେଇଥିଲି। ତ ଯେହେତୁ ସଣ୍ଡେ ସଫାସଫି ତ ବହୁତ ସାରା, ତାପରେ ଡୁଗୁର ଡିମାଣ୍ଡ ଥିଲା ବହୁତ ଦିନରୁ କି ପତ୍ରବାଲା ପଖାଳ ଖାଇବ, ମାନେ ଛୁଙ୍କବାଲା ପଖାଳ। ତ ସମସ୍ତଙ୍କ ପାଇଁ ଆଜି ପଖାଳ ବନେଇଥିଲା। ତା ସାଙ୍ଗରେ ବନେଇ ଦେଇଥିଲି ଆଳୁ ଚୋଖା, ତା ସାଙ୍ଗରେ ଥିଲା କୋବି ମାନେ ଫୁଲକୋବି ଆଉ ଆଳୁର ଭଜାଟା, କାକୁଡ଼ି, ଆଉ ତା ସାଙ୍ଗକୁ ଥିଲା ପିଆଜ ସଣ୍ଡାର ବରା, ଆଉ ଏଇଠି ମୁଁ ଟମାଟୋ ଚଟଣି ବି ବନେଇଥିଲି। ତା ସାଙ୍ଗକୁ ଆଜିରେ ଯେଉଁ ଆଣିଥିଲୁ ମିକ୍ସଚର୍, ତା'ର ଟେଷ୍ଟଟା କେମିତି ତାକୁ ବି ସାଇଡ଼୍ରେ ଦେଇଥିଲି। ଆଉ ସବୁଠୁ ଯେଉଁଟା ସମସ୍ତଙ୍କର ପସନ୍ଦଦାର ମାନେ ମାଛ ପତ୍ରପୋଡ଼ାଟା ହେଇଥିଲା।